ମାନେ ଆଜି ଆଉ ଗୋଟେ ନୂଆ କାହାଣୀକୁ ନେଇକି ମୁଁ ଆପଣମାନଙ୍କ ସାଙ୍ଗରେ ମୋ ନୂଆ କାହାଣୀ ହେଉଛି ରଜ। କ'ଣ ସେ ରଜ ଆଉ କ'ଣ ପାଇଁ ପାଳନ୍ତି ରଜ? ଆଉ ଏଇଟା ସ୍ପେଶାଲି ଓଡ଼ିଆ ଘରର ଲୋକମାନେ, ଓଡ଼ିଶାର ବାସିନ୍ଦାମାନେ ହିଁ କହିପାରିବେ ରଜ କ'ଣ। କାହିଁକି ନା ରଜ ହେଉଛି ଆମର ଗଣପର୍ବ, ଯେଉଁଟା ଆମ ଓଡ଼ିଶାରେ ହିଁ ପାଳନ କରାଯାଏ। କାହିଁକି ନା କୋଇଲିର କୁହୁ କୁହୁ ଶବ୍ଦ ଆଉ ଝିଅମାନଙ୍କର ସଜବାଜ, ଘରର ପୋଡ଼ପିଠା ଆମ ସଂସ୍କୃତି ଆମ ପରମ୍ପରାକୁ ରଜ ହିଁ ବଜାଇ ରଖେ। ତ ଆପଣମାନେ ରଜ ପାଳିଲେଣି ନା ନାହିଁ? ତ ରଜ ସହିତ ପୋଡ଼ପିଠା, ମଣ୍ଡାପିଠା, ଆରିସା ପିଠା, କାକରା ପିଠା ଖାଇଲେଣି ନା ନାହିଁ? କାହିଁକିନା ରଜ ହେବ, ଫେରେ ଓଡ଼ିଆ ଘରେ ମଣ୍ଡାପିଠା, କାକରା ପିଠା, ପୋଡ଼ପିଠା ହେବନି? ଆଉ ସେଇଭଳି ଚକୁଳି ପିଠା, କାହିଁକିନା କିଛି ହଉ ନ ହଉ ଘରେ ତ ଚକୁଳି ପିଠା ଆଉ ତା ସହିତ ମଟର ତରକାରୀ, ତା ସହିତ ଟିକେ ପୋଡ଼ପିଠା ତ ନିହାତି ହେଇଥିବ। କାହିଁକିନା ଆମ ପରମ୍ପରା, ଆମ ସଂସ୍କୃତିରେ ଝିଅମାନେ ସଜବାଜ ହେଇକି କଦଳୀପତ୍ରର ଚପଲ ପିନ୍ଧିକି, ତା ସହିତ ଅଳତା ଲଗେଇକି ଦୋଳି ଝୁଲି, କାହିଁକିନା ବସୁମତୀ ମା ପରା ସେଦିନ ଝିଅମାନଙ୍କୁ ସ୍ୱାଗତ କରୁଥାଏ। ତାଙ୍କୁ 3 ଦିନ ରେଷ୍ଟ ଦିଆଯାଏ ବସୁମତୀ ମା'କୁ। ଆଉ ତା ସହିତ ଶିଳ ପୂଜା କରାଯାଏ, ବସୁମତୀ ମା'କୁ ବି ପୂଜା କରାଯାଏ, ଆମକୁ ଭୂମି ଦହନ ବି କରାଯାଏ। କେତେ କ'ଣ ରଜର ସେଲିବ୍ରେସନ୍ କରାଯାଏ। କାହିଁକିନା ଆମ ଓଡ଼ିଶାରେ ବହୁତ ସାରା ପର୍ବ ଅଛି। ରଜ ସେ ପର୍ବ ଭିତରେ ବହୁତ ସୁନ୍ଦର ପର୍ବ। ବଡ଼ମାନଙ୍କ ଆଶୀର୍ବାଦ, ବଡ଼ମାନଙ୍କର ଭଲ ପାଇବା, ସେଦିନ ସବୁ କିଛି ମିଳେ। କାହିଁକିନା ଝିଅମାନେ ପାନ ଖାଆନ୍ତି, ପୋଡ଼ପିଠା, ମଣ୍ଡାପିଠା କେତେ କ'ଣ ସେମାନଙ୍କୁ ଖାଇବାକୁ ଦେଇକି, ଅଳତା ପିନ୍ଧିକି, ସଜବାଜ କରି ଦୋଳିରେ ଝୁଲାନ୍ତି। କାହିଁକିନା ଝିଅମାନେ ସେଦିନ ପରା ରାଣୀ। କାହିଁକିନା ବସୁମତୀ ମା'ର ସେ ଗେହ୍ଲା ଝିଅ। କାହିଁକିନା ସେମାନେ ସେଦିନ ସମସ୍ତେ ସଜବାଜ ହୋଇ ପିଠାପଣା ଖାଇ ରଜକୁ ଅତି ସୁନ୍ଦର ଭାବେ ସେଲିବ୍ରେସନ୍ କରନ୍ତି। ଭାବନା ଆମ ସଂସ୍କୃତି ପରମ୍ପରା କେତେ ସୁନ୍ଦର। ସେ ସଂସ୍କୃତି ପରମ୍ପରାକୁ ବଜାଇ ରଖିବା ପାଇଁ ଆମେ ସବୁବେଳେ ନୂଆ ରୀତି, ନୂଆ ନିୟମ, ନୂଆ ଜିନିଷ ସବୁ ବାହାର କରିଥାଉ। ବଟ୍ ଆମ ସଂସ୍କୃତି ପରମ୍ପରା ପୁରା ବହୁତ ସୁନ୍ଦର। ସଜବାଜ ହେଇକି ଫଟୋ ଉଠାଇବା, ବୁଲିବା, ସାଙ୍ଗସାଥିମାନଙ୍କ ପାଖକୁ ଯିବା, ବଡ଼ ଲୋକଙ୍କର ଆଶୀର୍ବାଦ ନେବା, ଆଉ ବଡ଼ ଲୋକଙ୍କ ପାଖରେ ଭଲ ପାଇବା ନେବା, କେତେ ବଢ଼ିଆ କହିଲେ ଆମ ସଂସ୍କୃତି। ସେଇ ସଂସ୍କୃତିକୁ ଆମେ ବଜାଇ ରଖିବା ନା ନାହିଁ? ଚାଲନ୍ତୁ ରଜ ସେଲିବ୍ରେସନ୍ କରିବା।